हाय गाइस। ବର୍ଷା ପବନ ଯୋଉଠି ଉଠେଇଲା ଆମ୍ବ ଗଛ ହଲିଲା। ଚାଲ ଆସନ୍ତୁ ବେଗେ ଯିବା ଆମ୍ବ ଗୁଟେଇବା। ପଡ଼ିଶା ଘର ଆମ୍ବ ଗଛ ଆମର ନୁହନ୍ତି। ହଁ, ଗୁଟେଇକି ତ ଆଣିଲେ ବାରିଆବୁ ଆଉ। ଏ ଯେ ଚୁପା ବି ଛଡ଼େଇ ସାଇଲେଣି। ମୁଁ ବି ଲାଗିଛି, ସମସ୍ତେ ଲାଗିକି ଚୁପା ଛଡ଼ଉଛୁ। ଖଟା ହବ। ବାକି ଯେତେବେଳେ ଚୁପାଟା ଛଡ଼େଇଲେ ସେଇଦିନ ସାଙ୍ଗେ ସାଙ୍ଗେ ଯଦି ଖଟାଟା ହେଇଥାନ୍ତା ନା, ପୁରା ସବୁ ମେଲ୍ଟ ହେଇଯାଇଥାନ୍ତା। ଆଉ ସେଦିନ ଅଳସୁଆ ଲାଗିଲା, ତା ପରଦିନ କଲାବେଳକୁ ଟିକେ ଖରାରେ ଶୁଖିଗଲା। କିନ୍ତୁ ଭଲ ଖଟା ହେଇଥିଲା। ଏଇ ଆମ୍ବଟା ବିଲକୁଲ ଆମ୍ବିଳା ନୁହଁ। ଏଇଟା ମାନେ ବହୁତ ମିଠା ଆମ୍ବଟା। ସେଥିପାଇଁ ଚିନି 1 କିଲୋ ଲାଗିବା କଥା, ମୁଁ ଟିକେ କମ୍ କରିକି ଦେଲି। ମିଠା ଠିକ୍ ଠାକ୍ ଥିଲା। ଆଉ ଏଇ ଖଟାଟା ଜରୁର ବନାନ୍ତୁ। ଆଉ ପରିଷ୍କାରରେ କରିବେ, ସାନ୍ଧାଲ ନମକ ଦେବେ ଏଥିରେ। ବୋଲେ ଉଷା ବ୍ରତରେ ବି ଆମ୍ବ ଆଚାରଟା ଅରୁଆରେ ଟିକେ ଭଲ ଲାଗେ ନା, ତ ଖାଇପାରିବେ। ଆଉ ନିଶ୍ଚିନ୍ତ ବନାନ୍ତୁ, ଖାଆନ୍ତୁ। ଆଉ କମେଣ୍ଟଟେ କରିବେ, ସବସ୍କ୍ରାଇବଟେ କରିବେ, ଲାଇକ୍ଟେ ବି କରିବେ ନିଶ୍ଚିନ୍ତ। ହାय ଗାଇସ୍। ବର୍ଷା ପବନ ଯୋଉଠି ଉଠେଇଲା ଆମ୍ବ ଗଛ ହଲିଲା। ଚାଲ ଆସନ୍ତୁ ବେଗେ ଯିବା ଆମ୍ବ ଗୁଟେଇବା। ପଡ଼ିଶା ଘର ଆମ୍ବ ଗଛ ଆମର ନୁହନ୍ତି। ହଁ, ଗୁଟେଇକି ତ ଆଣିଲେ ବାରିଆବୁ ଆଉ। ଏ ଯେ ଚୁପା ବି ଛଡ଼େଇ ସାଇଲେଣି। ମୁଁ ବି ଲାଗିଛି, ସମସ୍ତେ ଲାଗିକି ଚୁପା ଛଡ଼ଉଛୁ। ଖଟା ହବ। ବାକି ଯେତେବେଳେ ଚୁପାଟା ଛଡ଼େଇଲେ ସେଇଦିନ ସାଙ୍ଗେ ସାଙ୍ଗେ ଯଦି ଖଟାଟା ହେଇଥାନ୍ତା ନା, ପୁରା ସବୁ ମେଲ୍ଟ ହେଇଯାଇଥାନ୍ତା। ଆଉ ସେଦିନ ଅଳସୁଆ ଲାଗିଲା, ତା ପରଦିନ କଲାବେଳକୁ ଟିକେ ଖରାରେ ଶୁଖିଗଲା। କିନ୍ତୁ ଭଲ ଖଟା ହେଇଥିଲା। ଏଇ ଆମ୍ବଟା ବିଲକୁଲ ଆମ୍ବିଳା ନୁହଁ। ଏଇଟା ମାନେ ବହୁତ ମିଠା ଆମ୍ବଟା। ସେଥିପାଇଁ ଚିନି 1 କିଲୋ ଲାଗିବା କଥା, ମୁଁ ଟିକେ କମ୍ କରିକି ଦେଲି। ମିଠା ଠିକ୍ ଠାକ୍ ଥିଲା। ଆଉ ଏଇ ଖଟାଟା ଜରୁର ବନାନ୍ତୁ। ଆଉ ପରିଷ୍କାରରେ କରିବେ, ସାନ୍ଧାଲ ନମକ ଦେବେ ଏଥିରେ। ବୋଲେ ଉଷା ବ୍ରତରେ ବି ଆମ୍ବ ଆଚାରଟା ଅରୁଆରେ ଟିକେ ଭଲ ଲାଗେ ନା, ତ ଖାଇପାରିବେ। ଆଉ ନିଶ୍ଚିନ୍ତ ବନାନ୍ତୁ, ଖାଆନ୍ତୁ। ଆଉ କମେଣ୍ଟଟେ କରିବେ, ସବସ୍କ୍ରାଇବଟେ କରିବେ, ଲାଇକ୍ଟେ ବି କରିବେ ନିଶ୍ଚିନ୍ତ।